ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଟଙ୍କା ଯଦି ଆପଣମାନେ ପାଇନାହାନ୍ତି ତାହେଲେ ଭିଡିଓକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ଦେଖନ୍ତୁ ଯଦି ଆପଣମାନେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଟଙ୍କା ରାକ୍ଷୀ ପୂର୍ଣ୍ଣିମାରେ ପାଇନାହାନ୍ତି ତାହେଲେ ଆପଣମାନେ ଭିଡିଓକୁ ସ୍କିପ୍ ନକରି ଶେଷ ଯାଏଁ ଦେଖନ୍ତୁ। ଯାହାଦ୍ୱାରା ଆପଣମାନେ ଜାଣିପାରିବେ କି କଣ ପାଇଁ ଆପଣମାନଙ୍କୁ ସୁଭଦ୍ରା ଯୋଜନାର ଅଗଷ୍ଟ 9 ରାକ୍ଷୀ ପୂର୍ଣ୍ଣିମାରେ ମିଳିପାରିନି କିମ୍ବା ଆପଣମାନଙ୍କୁ ସୁଭଦ୍ରା ଯୋଜନାର ଟଙ୍କା କଣ ପାଇଁ ମିଳିପାରିନି। ଏଥିପାଇଁ ଆପଣମାନଙ୍କୁ ଆଗକୁ କଣ କରିବା ପାଇଁ ପଡିବ, ଯାହାଦ୍ୱାରା ଯେତେବେଳେ ସୁଭଦ୍ରା ଯୋଜନାର ପରବର୍ତ୍ତୀ କିସ୍ତି ଟଙ୍କା ମିଳିବ ସେତେବେଳେ ଆପଣମାନଙ୍କର ଏଇ ତୃତୀୟ କିସ୍ତି ସହିତ ଆପଣମାନେ ଆପଣମାନଙ୍କର ଟଙ୍କା ଏକା ସାଙ୍ଗରେ ପାଇପାରିବେ। ଆପଣମାନଙ୍କୁ ସେଥିପାଇଁ କଣ କରିବା ପାଇଁ ପଡିବ ସେ ବିଷୟରେ ଆପଣମାନେ ସମ୍ପୂର୍ଣ୍ଣ ଡିଟେଲ୍ସ ଜାଣିପାରିବେ। ଆଉ ଦେଖନ୍ତୁ କିଛି ଯୋଗ୍ୟ ମହିଳା ଏମିତି ବି ଅଛନ୍ତି ଯୋଉମାନଙ୍କୁ ପ୍ରଥମ, ଦ୍ୱିତୀୟ ଆଉ ତୃତୀୟ କିସ୍ତି ଟଙ୍କା ମଧ୍ୟ ମିଳିପାରୁନି। ତ ସେମାନଙ୍କୁ ମଧ୍ୟ କଣ କରିବା ପାଇଁ ପଡିବ ଆଗକୁ, ଯୋଦ୍ୱାରା ସେମାନେ ମଧ୍ୟ ଏହି ସୁଭଦ୍ରା ଯୋଜନାରେ ଆଗକୁ ଲାଭ ପାଇପାରିବେ। ସେମାନଙ୍କୁ ମଧ୍ୟ ମୋର ଅନୁରୋଧ ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଆପଣମାନେ ସୁଭଦ୍ରା ଯୋଜନାରେ ଆଗକୁ ପ୍ରଥମ, ଦ୍ୱିତୀୟ ଆଉ ତୃତୀୟ କିସ୍ତିର ଟଙ୍କା ଏକା ସାଙ୍ଗରେ ପାଇବା ପାଇଁ ଚାହୁଁଛନ୍ତି ତାହେଲେ ଭିଡିଓକୁ ସ୍କିପ୍ ନ କରି ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖିବା ପାଇଁ ଚେଷ୍ଟା କରନ୍ତୁ। ଯାହାଦ୍ୱାରା ଆପଣମାନେ ଜାଣିପାରିବେ କି ଆପଣମାନଙ୍କୁ ଆଗକୁ କଣ କରିବା ପାଇଁ ପଡିବ, ଯାହାଫଳରେ ଆପଣମାନେ ସୁଭଦ୍ରା ଯୋଜନାରେ ଆଗକୁ ଲାଭ ପାଇପାରିବେ। ତେବେ ଦେଖନ୍ତୁ, ଯେମିତିକି ଆପଣମାନେ ଜାଣିଛନ୍ତି ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଟଙ୍କା ଅଗଷ୍ଟ 9ରେ ମିଳିଥିଲା। ହେଲେ ସେଦିନ ସବୁ ମହିଳାଙ୍କୁ ତୃତୀୟ କିସ୍ତି ଟଙ୍କା ମିଳିପାରିନି। ତେବେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଟଙ୍କା କଣ ପାଇଁ ମିଳିପାରିନି? ଦେଖନ୍ତୁ, ପ୍ରଭାତୀ ପରିଡାଙ୍କ କହିବା ଅନୁସାରେ ଯୋଉମାନେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଟଙ୍କାରୁ ବଞ୍ଚିତ ରହିଛନ୍ତି ସେମାନେ ହୁଏତ ଆଇଟି ପେୟର ରହିଥିବେ, ଯାହାକି ଆପଣମାନଙ୍କର ଇନକମ ଟ୍ୟାକ୍ସ ସେମାନେ ଦଉଥିବେ। ସେଥିପାଇଁ ସେମାନଙ୍କୁ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଟଙ୍କା ମିଳିପାରିନି। କିମ୍ବା ସେମାନଙ୍କ ପାଖରେ 4 ଚକିଆ ଯାନ ଥାଇପାରେ, ସେହି କାରଣରୁ ମଧ୍ୟ ସେମାନେ ତୃତୀୟ କିସ୍ତି ଟଙ୍କା ବଞ୍ଚିତ ହୋଇଥିବେ। ତେବେ ସମସ୍ତଙ୍କ ପାଖରେ ତ 4 ଚକିଆ ଯାନ ନାହିଁ କି ସମସ୍ତେ ଇନକମ ଟ୍ୟାକ୍ସ ମଧ୍ୟ ଦଉନାହାନ୍ତି। ତାହେଲେ ଯୋଉମାନେ ଇନକମ ଟ୍ୟାକ୍ସ ଦଉନାହାନ୍ତି କିମ୍ବା 4 ଚକିଆ ଯାନ ନାହିଁ ସେମାନଙ୍କୁ କଣ ପାଇଁ ମିଳିନି? ତେବେ ଦେଖନ୍ତୁ, ଯୋଉ ଯୋଗ୍ୟ ମହିଳା ମାନେ ଏଇ ତୃତୀୟ କିସ୍ତି ଟଙ୍କାରୁ ବଞ୍ଚିତ ରହିଛନ୍ତି, ପ୍ରଭାତୀ ପରିଡାଙ୍କ କହିବା ଅନୁସାରେ ସେମାନଙ୍କୁ ଭୁଲରେ ମୃତ ଘୋଷଣା କରିଦିଆଯାଇଥିଲା। ଆଉ କିଛି ମହିଳା ମାନଙ୍କର ଇକେୱାଇସି ଅସୁବିଧା ଯୋଗୁଁ ସେମାନଙ୍କୁ ଟଙ୍କା ମିଳିପାରିନି। ଯେମିତିକି ଯେତେବେଳେ ଆପଣମାନଙ୍କର ଇକେୱାଇସି କରାହେଇଥିଲା, ଯୋଉ ଡାଟା ଗୁଡିକ ଦିଆଯାଇଥିଲା ସେଥିରେ କିଛି ମିସଅଣ୍ଡରଷ୍ଟାଣ୍ଡିଂ ହୋଇଥିବାରୁ ସେମାନଙ୍କୁ ମଧ୍ୟ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଟଙ୍କା ମିଳିନି। ତେବେ ଯଦି ଆପଣମାନଙ୍କୁ ଟଙ୍କା ମିଳିପାରିନି ତାହେଲେ ଆପଣମାନଙ୍କୁ କୌଣସି ଚିନ୍ତା କରିବାର ଆବଶ୍ୟକତା ନାହିଁ। ଦେଖନ୍ତୁ, ପ୍ରଭାତୀ ପରିଡା କହିଛନ୍ତି କି ଯୋଉମାନେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଟଙ୍କାରୁ ବଞ୍ଚିତ ରହିଛନ୍ତି ସେମାନଙ୍କୁ ଆଉ ଥରେ ସର୍ଭେ କରାଯିବ। ଯଦି ସେମାନେ ଯୋଗ୍ୟ ବିବେଚିତ ହୁଅନ୍ତି ତାହେଲେ ସେମାନଙ୍କୁ ପୁଣି ଥରେ ସେମାନଙ୍କର ସୁଭଦ୍ରା ଯୋଜନା ଟଙ୍କା ଏକା ସାଙ୍ଗରେ ମିଳିପାରିବ। ଦେଖନ୍ତୁ, ପ୍ରଭାତୀ ପରିଡା ଆହୁରି ମଧ୍ୟ କହିଛନ୍ତି କି ସୁଭଦ୍ରା ଯୋଜନାର ଅଫିସିଆଲ ପୋର୍ଟାଲରେ ଗୋଟିଏ ଗ୍ରିଭାନ୍ସ ଆଡ କରାଯିବ, ଯୋଉଥିରେ କି ଯୋଉମାନେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଟଙ୍କାରୁ ବଞ୍ଚିତ ରହିଛନ୍ତି କିମ୍ବା ପ୍ରଥମ, ଦ୍ୱିତୀୟ କିସ୍ତି ଟଙ୍କାରୁ ମଧ୍ୟ ବଞ୍ଚିତ ରହିଛନ୍ତି ସେମାନେ ସେଇ ଗ୍ରିଭାନ୍ସରେ ସେମାନଙ୍କର ଅସୁବିଧାକୁ ଜଣାଇ ପାରିବେ। ତାପରେ ସେମାନଙ୍କର ପ୍ରୋବ୍ଲେମ ଟିକେ ସର୍ଟ ଆଉଟ୍ ହେଇସାରିଲା ପରେ ସେମାନଙ୍କୁ ସେମାନଙ୍କର ସୁଭଦ୍ରା ଯୋଜନା ଟଙ୍କା ମିଳିପାରିବ। ଦେଖନ୍ତୁ, ତେବେ ଇଏ ତ ଗଲା ଯୋଉମାନେ ତୃତୀୟ କିସ୍ତି ଟଙ୍କା ପାଇନାହାନ୍ତି ସେମାନେ କେମିତି ପାଇପାରିବେ। ତେବେ ଏବେ ଆସନ୍ତୁ ଦେଖିବା ଯୋଉମାନେ ସୁଭଦ୍ରା ଯୋଜନାର ପ୍ରଥମ ଆଉ ଦ୍ୱିତୀୟ କିସ୍ତି ଟଙ୍କା ପାଇନାହାନ୍ତି କିମ୍ବା ତୃତୀୟ କିସ୍ତି ଟଙ୍କା ମଧ୍ୟ ପାଇନାହାନ୍ତି ସେମାନେ କଣ କରିବେ। ଯୋଉମାନଙ୍କୁ ପ୍ରଥମ, ଦ୍ୱିତୀୟ ଆଉ ତୃତୀୟ କିସ୍ତି ଟଙ୍କା ମିଳିନି ସେମାନଙ୍କୁ କଣ ପାଇଁ ମିଳିନି? ତେବେ ଦେଖନ୍ତୁ, ମିଳିଥିବା ଅପଡେଟ ଆଉ ସୂଚନା ଅନୁସାରେ ଯୋଉମାନେ ସୁଭଦ୍ରା ଯୋଜନାର ବିଲକୁଲ ଟଙ୍କା ପାଇନାହାନ୍ତି ହୁଏତ ସେମାନଙ୍କର ଫର୍ମ ରିଜେକ୍ଟ ହେଇଯାଇଥିବ, ନହେଲେ ସେମାନଙ୍କର ବ୍ୟାଙ୍କ ଡିଟେଲ୍ସ ଆଉ ଆଧାର ଡିଟେଲ୍ସ କିଛି ଭୁଲ ହୋଇଥାଇପାରେ, ଯାହା ଫଳରେ ସେମାନଙ୍କୁ ସୁଭଦ୍ରା ଯୋଜନାରେ ବିଲକୁଲ ଟଙ୍କା ମିଳିପାରି ନାହିଁ। ଯଦି ଆପଣମାନଙ୍କର ଆଧାର କାର୍ଡ ଡିଟେଲ୍ସ ଆଉ ବ୍ୟାଙ୍କ ଡିଟେଲ୍ସ ସବୁ ଠିକ ଅଛି, ଠିକ ଥାଇ ମଧ୍ୟ ଆପଣମାନେ ସୁଭଦ୍ରା ଯୋଜନାର ଟଙ୍କା ପାଇନାହାନ୍ତି କିମ୍ବା ସୁଭଦ୍ରା ଯୋଜନାରୁ ବଞ୍ଚିତ ହୋଇଛନ୍ତି, ତାହେଲେ ଆପଣମାନେ ଥରେ ଯାଇକି ଆପଣମାନଙ୍କର ସୁଭଦ୍ରା ଯୋଜନା ପୋର୍ଟାଲରେ ଆପଣମାନଙ୍କର ଆପ୍ଲିକେସନ ଷ୍ଟାଟସଟିକୁ ଚେକ୍ କରିନିଅନ୍ତୁ। କାରଣ ଦେଖନ୍ତୁ, କିଛି ଲୋକଙ୍କର ଏମିତି ବି ହେଇଛି ଯୋଉମାନଙ୍କର ଫର୍ମଟି ରିଜେକ୍ଟ ହେଇଯାଇଛି, ଯାହା ଫଳରେ ସେମାନେ ସୁଭଦ୍ରା ଯୋଜନାରୁ ବଞ୍ଚିତ ରହିଛନ୍ତି। ତେବେ ପ୍ରଥମେ ଆପଣ ଯାଇକି ଆପଣମାନଙ୍କର ଆପ୍ଲିକେସନ ଷ୍ଟାଟସଟିକୁ ଚେକ୍ କରିନିଅନ୍ତୁ। ହୁଏତ ଆପଣମାନଙ୍କର ଆପ୍ଲିକେସନଟି ରିଜେକ୍ଟ ହୋଇଯାଇଥାଇପାରେ। ଆଉ ଯଦି ଆପଣମାନଙ୍କର ଆପ୍ଲିକେସନଟି ରିଜେକ୍ଟ ହୋଇଯାଇଥାଏ ତାହେଲେ ଆପଣମାନେ ଯୋଗ୍ୟ ଥିଲେ ଆପଣମାନେ ଆଉ ଥରେ ରିଆପ୍ଲାଏ ସୁଭଦ୍ରା ଯୋଜନା ପାଇଁ କରିପାରିବେ। ସେଥିପାଇଁ ସରକାର ସୁଭଦ୍ରା ପୋର୍ଟାଲକୁ ଆଉ ଥରେ ଓପନ କରିଛନ୍ତି, ଯାହାଫଳରେ ଆପଣମାନେ ସୁଭଦ୍ରା ଯୋଜନା ପାଇଁ ଆଉ ଥରେ ଫ୍ରେଶ ଆପ୍ଲାଏ କରିପାରିବେ। ଆଉ ଆଗକୁ ଯାହା ବି କିସ୍ତି ଟଙ୍କା ମିଳିବ ସେଥିରେ ମଧ୍ୟ ଆପଣମାନେ ଆଗକୁ ଲାଭ ପାଇପାରିବେ। ସେଥିପାଇଁ ଆପଣମାନେ ସୁଭଦ୍ରା ଯୋଜନାରେ ଆଉ ଥରେ ରିଆପ୍ଲାଏ କରିଦେବେ। ତେବେ ଆପଣମାନେ ଏହି ସୁଭଦ୍ରା ଯୋଜନା ପାଇଁ ରିଆପ୍ଲାଏ କେମିତି କରିପାରିବେ? ଯେମିତି ଆପଣମାନେ ପ୍ରଥମେ ଆପ୍ଲାଏ କରିଥିଲେ ଆପଣମାନଙ୍କ ପାଖ ଜନସେବା କେନ୍ଦ୍ର କିମ୍ବା ସିଏସି ସେଣ୍ଟରକୁ ଯାଇ ଆପଣମାନେ ଯେମିତି ପ୍ରଥମେ ଆପଣମାନଙ୍କର ସୁଭଦ୍ରା ଯୋଜନା ପାଇଁ ଆପ୍ଲାଏ କରିଥିଲେ ସେଇଭଳି ଭାବରେ ଆପଣମାନେ ଆଉ ଥରେ ରିଆପ୍ଲାଏ ମଧ୍ୟ କରିପାରିବେ। ଦେଖନ୍ତୁ, ଆପଣମାନେ ଆପଣମାନଙ୍କ ପାଖ ଜନସେବା କେନ୍ଦ୍ର କିମ୍ବା ସିଏସି ସେଣ୍ଟର ସହ କଥା ହେଇ ଆପଣମାନେ ଏଥିପାଇଁ ସୁଭଦ୍ରା ଯୋଜନା ପାଇଁ ଆଉ ଥରେ ରିଆପ୍ଲାଏ କରିପାରିବେ। ଯଦି ଆପଣମାନେ ଭିଡିଓକୁ ଏପର୍ଯ୍ୟନ୍ତ ଦେଖିଲେଣି ତାହେଲେ ଭିଡିଓକୁ ଟିକେ ଲାଇକ୍ କରିଦିଅନ୍ତୁ। ଆଉ ଚ୍ୟାନେଲରେ ନୂଆ ଥିଲେ ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନ୍ ଉପରେ ପ୍ରେସ୍ କରି ଅଲ୍ ନୋଟିଫିକେସନ ଉପରେ ଅନ୍ କରି ରଖିଥାନ୍ତୁ, ଯାହାଫଳରେ ଏହିଭଳି ସରକାରଙ୍କ ତରଫରୁ ଯାହା ବି ନୂଆ ଯୋଜନା ଅପଡେଟ ନୋଟିଫିକେସନ ଆସିବ ତାର ନୋଟିଫିକେସନ ସର୍ବପ୍ରଥମେ ପାଇପାରିବେ।